ଆଇନ ଦୃଷ୍ଟିରେ ନାରୀ ଓ ପୁରୁଷ ସମାନ। ଧନୀ ଗରିବ, ଶକ୍ତିଶାଳୀ ଦୁର୍ବଳ କେହି ଆଇନ ଠାରୁ ବଡ ନୁହେଁ। ଆଇନ କହେ ଅଧିକାର ସମସ୍ତଙ୍କର, ଦାୟିତ୍ୱ ମଧ୍ୟ ସମାନ। ଯେଉଁଠାରେ ସମାନତା ଅଛି ସେଠାରେ ନ୍ୟାୟ ଅଛି। ଆଇନ ସମାନତା ହେଉଛି ସୁସ୍ଥ ସମାଜର ମୂଳ ଆଧାର। ଆଇନ କେବଳ ଅଦାଲତର ନୁହେଁ, ଏହା ନ୍ୟାୟ ପାଇଁ ମଣିଷର ସାହସ। ନିଜ ଅଧିକାର ଜାଣିବା ଲୋକ କେବେ ଦୁର୍ବଳ ହୁଏନି। ନାରୀ ହେଉ କି ପୁରୁଷ, ଆଇନ ସମସ୍ତଙ୍କ ପାଇଁ ସମାନ। ସେମିତି ନାରୀ ଏବଂ ପୁରୁଷକୁ ନେଇ ଏକ ଛୋଟ କାହାଣୀ। ଯଦି ଆପଣଙ୍କୁ ଭଲ ଲାଗେ ଲାଇକ୍ କରିବେ, ଯଦି ଆମ ଚ୍ୟାନେଲକୁ ପ୍ରଥମ କରି ଦେଖୁଛନ୍ତି ସବସ୍କ୍ରାଇବ କରିବେ। ପୂର୍ବ କାଳରେ ପୁରୁଷମାନେ ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖିବାକୁ ନିଜର ପୁରୁଷତ୍ୱ ବୋଲି ଭାବୁଥିଲେ, କିନ୍ତୁ ଆଜିର ସମୟରେ କିଛି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସମାନ ମନୋଭାବ ଦେଖିବାକୁ ମିଳୁଛି। ସେମାନେ ନୈତିକତା ଏବଂ ସମ୍ପର୍କ ଅପେକ୍ଷା କେବଳ ଶାରୀରିକ ସୁଖକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ଯାହାର ପରିଣାମ ବେଶ ଭୟଙ୍କର ହେଉଛି। ପୁରୁଷ ଓ ସ୍ତ୍ରୀଙ୍କ ମନୁଷ୍ୟତ୍ୱରେ ପାର୍ଥକ୍ୟ। ସାଧାରଣତଃ ଦେଖାଯାଏ ଯେ ଯଦି ଜଣେ ପୁରୁଷର ପ୍ରକ୍ରିୟା ପ୍ରୀତି ଥାଏ, ସେ ନିଜ ପରିବାର ଓ ପତ୍ନୀଙ୍କୁ ଭୟ କରେ ଏବଂ ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ରଖିବାକୁ ଚେଷ୍ଟା କରେ। ମାତ୍ର ବର୍ତ୍ତମାନ କିଛି କ୍ଷେତ୍ରରେ ମହିଳାମାନେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଗଢିବା ପରେ ନିଜ ସ୍ୱାମୀଙ୍କୁ ମିଥ୍ୟା କେସରେ ଫସାଇବା କିମ୍ବା ତାଙ୍କ ଜୀବନ ନେବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଆମ ସମାଜରେ ନାରୀମାନେ ହିଁ ଆଇନର ଅପବ୍ୟବହାର କରୁଛନ୍ତି। ଆମ ଦେଶର କାନୁନ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି। ଯଦି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହ ଖୁସି ନାହାନ୍ତି, ତେବେ ସେ ଆଇନଗତ ଭାବେ ଅଲଗା ହୋଇ ନିଜ ପସନ୍ଦର ସାଥୀଙ୍କ ସହ ରହିପାରିବେ। କିନ୍ତୁ ହତ୍ୟା ଭଳି ଅପରାଧ କରି ଜେଲ ଯିବା କେବଳ ନିଜ ଜୀବନ ନୁହେଁ, ବରଂ ଗୋଟିଏ ପରିବାରକୁ ଛାରଖାର କରିଦିଏ। ଆମ ସମାଜରେ ବର୍ତ୍ତମାନର ସମସ୍ୟା ହେଉଛି ସୁରକ୍ଷା କବଚର ଭୁଲ ବ୍ୟବହାର। ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା କଠୋର ଆଇନକୁ କିଛି ମହିଳା ଅସ୍ତ୍ର ଭାବେ ବ୍ୟବହାର କରି ନିରୀହ ସ୍ୱାମୀଙ୍କୁ ହଇରାଣ କରୁଛନ୍ତି। ଲିଭିଂ ସମ୍ପର୍କ ନାମରେ ନୈତିକତା ହଜାଉଛନ୍ତି ଏବଂ ପରିବାରର ସମ୍ମାନ ଧୂଳିସାତ ହେଉଛି। ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଭରଣ ପୋଷଣ ନେବା ଏବଂ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବା ସମାଜ ପାଇଁ ଏକ କଳଙ୍କ। ଆମର ନ୍ୟାୟପାଳିକା ଏବଂ ଆଇନ ବ୍ୟବସ୍ଥା ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ବିଷୟରେ ଗଭୀର ଭାବେ ଚିନ୍ତା କରିବା ସମୟ ଆସିଛି। ଆଇନ କେବଳ ଜଣଙ୍କୁ ସୁରକ୍ଷା ଦେବା ପାଇଁ ହେବା ଉଚିତ ନୁହେଁ, ଅନ୍ୟ ଜଣଙ୍କୁ ଅନ୍ୟାୟ ଭାବେ ଦଣ୍ଡ ଦେବା ପାଇଁ ନୁହେଁ। ଆଇନ ହେଉଛି ସମସ୍ତଙ୍କ ପାଇଁ ସମାନ। ଏହି ଭିଡିଓଟି କାହାକୁ ଆକ୍ଷେପ କରି କୁହାଯାଇ ନାହିଁ। ଆମ ସମାଜରେ ଏମିତି ଘଟୁଥିବା କିଛି ଘଟଣାବଳୀକୁ ନେଇ ଭିଡିଓଟି ଆଧାରିତ। ଯଦି ଏହି କାହାଣୀ ସହିତ କାହାର ଜୀବନ ଶୈଳୀ ସମାନତା ଥାଏ, ତେବେ ଆମକୁ ଭୁଲ ନ ବୁଝି କ୍ଷମା କରିଦେବେ।